53ତମ 2 ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସରଦାଲ ବନ୍ଧ ପଞ୍ଚାୟତର ଡୁବକା ସାହି ଗାଁର ଜିଆଲ ଝରଣା ଆଦିବାସୀ କ୍ଲବ ଦ୍ୱାରା 2 ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ସୋମବାର କ୍ଲବର ସଭାପତି କୃଷ୍ଣ ମୁର୍ମୁ, ଗାଁର ସମାଜସେବୀ ଅଜୟ ମୁର୍ମୁଙ୍କ ସହ କ୍ଲବର ସଦସ୍ୟଙ୍କ ଉପସ୍ଥିତିରେ ଖେଳ ଉଦ୍ଘାଟନ ହୋଇଥିଲା। ଖେଳରେ ମୋଟ 16ଟି ଦଳ ଅଂଶଗ୍ରହଣ କରିଥିଲେ। ନିର୍ଣ୍ଣାୟକ ଖେଳ ଚେନ୍ନାଇ ଏକ୍ସପ୍ରେସ, ହାତୀଗଡ଼ ଏଫ୍ସି ଓ ବ୍ଲାକ୍ ଟାଇଗର ଏଫ୍ସି ପାରୁଳିଆ ମଧ୍ୟରେ ହୋଇଥିଲା। ଖେଳରେ କୌଣସି ଗୋଲ ହୋଇନଥିବା ବେଳେ ପେନାଲ୍ଟି ସୁଟ୍ ଆଉଟ୍ରେ ପାରୁଳିଆ ବ୍ଲାକ୍ ଟାଇଗର ଏଫ୍ସି 5-4 ଗୋଲରେ ବିଜେତା ହୋଇ ଟ୍ରଫି ସହ 30,000 ଓ ଉପବିଜେତା ଚେନ୍ନାଇ ଏକ୍ସପ୍ରେସ ଟ୍ରଫି ସହ 20,000 ଟଙ୍କା ଗ୍ରହଣ କରିଥିଲେ। ସେମିଫାଇନାଲରୁ ବାଦ୍ ପଡ଼ିଥିବା 2 ଦଳକୁ 3,000 ଟଙ୍କା କରି କ୍ଲବ ତରଫରୁ ପ୍ରଦାନ କରାଯାଇଥିଲା। ଖେଳ ସମାପ୍ତ ପରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସଭାର ସଭାପତିତ୍ୱ କ୍ଲବର ଉପସଭାପତି ପ୍ରଧାନ ଟୁଡୁ କରିଥିଲେ। ମୁଖ୍ୟ ଅତିଥି ଅବସରପ୍ରାପ୍ତ ଭାରତୀୟ ସାମରିକ ବାହିନୀର କର୍ମଚାରୀ କମଳାକାନ୍ତ ମୁର୍ମୁ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସନତ କୁମାର ମହାନ୍ତ, ବିଶିଷ୍ଟ ଅତିଥି ଦିଲ୍ଲୀପ କୁମାର ସାମଲ, ସମ୍ମାନିତ ଅତିଥିଙ୍କ ଭିତରୁ ନାଇକେ ବାବା ଲକ୍ଷ୍ମଣ ମୁର୍ମୁ, ପଞ୍ଚାୟତର ଭାରପ୍ରାପ୍ତ ସରପଞ୍ଚ ସୁକୁମାର ହାଂସଦା, ଆଦର୍ଶ ଶିକ୍ଷକ ତ୍ରିଲୋଚନ ଟୁଡୁ, ସାଗେନ ଟୁଡୁ, ଗୋପୀନାଥ ଟୁଡୁ, ଚନ୍ଦ୍ରମୋହନ ମୁର୍ମୁ, ଶିକ୍ଷକ ସାଲଖାନ ହେମ୍ରମ, ସାମ୍ବାଦିକ ସନ୍ତୋଷ କୁମାର ଜେନା ମଞ୍ଚରେ ଉପସ୍ଥିତ ରହି ପଞ୍ଚାୟତର ପ୍ରଥମ ସରପଞ୍ଚ ସ୍ୱର୍ଗତ ଶ୍ୟାମଲାଲ ସୋରେନଙ୍କ ସ୍ମରଣରେ ତାଙ୍କର ପ୍ରଶଂସା ଗାନ କରିଥିଲେ। ଏହି ଖେଳରେ ସେ 1973 ମସିହାରେ ଏହି ଖେଳକୁ ଆରମ୍ଭ କରିଥିଲେ। କ୍ଲବର ସମ୍ପାଦକ ନନ୍ଦଲାଲ ଟୁଡୁ ଅତିଥି ପରିଚୟ ଦେଇଥିବା ବେଳେ ରାମ ହାଂସଦା ଧନ୍ୟବାଦ ଅର୍ପଣ କରିଥିଲେ। ଅନିଲ ମୁର୍ମୁ, ରାଜେନ ହାଂସଦା, ସୁକଲାଲ ହେମ୍ରମ, ବାପି ହେମ୍ରମ, ଭୀମଚରଣ ମାରାଣ୍ଡି, ସଂଗ୍ରାମ ଜେନା, ବିପ୍ଳବ ପ୍ରଧାନ ଓ ଅନ୍ୟାନ୍ୟ କ୍ଲବର ସଦସ୍ୟ ତଥା ଗ୍ରାମବାସୀଙ୍କ ସହଯୋଗରେ ଖେଳଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ରାତି ଯାକ ଆଦିବାସୀ ମେଲୋଡି, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।